ବର୍ଷକ ଭିତରେ ଆମ ଓଡ଼ିଶାରେ ଦୁଷ୍କର୍ମ କମିବାରେ ନାଁ ଧରୁନାହିଁ। ଗୋପାଳପୁର, ବାଲେଶ୍ୱର, ବଳଙ୍ଗା, ଜଗତସିଂହପୁର ଏମିତି ବହୁତ ଘଟଣା ଘଟିଛି। ହେଲେ ବିଜେପି ବାଲା କହୁଛନ୍ତି 24 ବର୍ଷ ଭିତରେ କ'ଣ ଏମିତି ଘଟଣା ଘଟିନଥିଲା? ଆରେ ଭାଇ, ଏମିତି ଘଟଣା ବହୁତ ଘଟିଛି। ନିରୀହ ଝିଅଙ୍କ ଜୀବନ ଯାଇଛି, ନ୍ୟାୟ ପାଇପାରି ନାହାନ୍ତି। ନ୍ୟାୟ ମିଳିଲାନି ବୋଲି ଜନତା ଆଜି ତମକୁ ବାଛିଲେ। ତମେ କ'ଣ କରୁଛ? ବାଳ ଛୁଡୁଛ ନା ବିଜେଡିର ଗୁଣ ଗାଉଛ? ଶଳା ଆଗ ସରକାର ଯୁଆଡ଼େ, ପଛ ସରକାର ସିଆଡ଼େ। ତମ ଗାଣ୍ଡିରେ ଯଦି ଦମ ଅଛି, ଦୁଷ୍କର୍ମ କରୁଥିବା ଲୋକଙ୍କୁ ନନ କାଟି ମାର୍କେଟରେ ଝୁଲେଇ ଦିଅ, ଦେଖିବ କେତେ ଦୁଷ୍କର୍ମ ବଢୁଛି। ତମେ ତ ଟଙ୍କା ଦେଇକି ମୁହଁକୁ ଚୁପ୍ କରିବ ଆଉ ଦୁଷ୍କର୍ମ ବାଲାକୁ ସାହସ ଛାତି ଫୁଲେଇବ। ଆରେ ଆହୁରି 4 ବର୍ଷ ଟାଇମ୍ ଅଛି। ଏମିତି 2-4ଟା କାମ କର, ଦେଖିବ ଦୁଷ୍କର୍ମ ଶୁଣିବା ପାଇଁ ଓଡ଼ିଶାରେ ନାଁ ଲୋପ ପାଇଯାଇଥିବ। କିଛି ବି ମାନେ ନଥିବ ଦୁଷ୍କର୍ମ ବୋଲି କ'ଣ ଶବ୍ଦ ଗୋଟେ ଥିଲା ବୋଲି। ସେ କଥା ନାହିଁ। ଏଠି ଚାଲି ଆଇଲେ ଇଏ ଏଇଟା କହିଲା, ସିଏ ସେଇଟା କହିଲା, ତମେ ବିଜେଡିର ଗୁଣ ଗାଇବ, ପୁଣି ଆର ଇଲେକ୍ସନ ଯିଏ ଆସିବ ପୁଣି ସିଏ ତମ ଗୁଣ ଗାଇବ। ଏମିତି ଖାଲି ଗୁଣ ଗାଇ ଚାଲ। ଏବେ ରାଜନୀତି କରୁଛ କଟା ଗାହାରେ ଚୂନ ମାରିବା ପାଇଁ, ନହେଲେ ଆଉ କିଛି ବାଳକୁ ନିଏ। ଏମିତି ଦୁଷ୍କର୍ମ କରୁଥିବେ, ଏମିତି ତମେ ଏମିତି ଖାଲି ଦେଖୁଥିବ।